ରଙ୍ଗ ଟିକେ କିଣିବୁ ବୋଲି ସାରଙ୍କୁ ପଇସା ମାଗିଲୁ। ସାରେ କଣ କହୁଛନ୍ତି ଦେଖନ୍ତୁ। ଦଉନ ପଇସା ଫଗୁ ଆଣିବୁ। ହବ କାହିଁ ଆଇଏସ୍ ଅଫିସର ଚାକିରି କଲନି? କିଏ ନାହିଁ ଗଲା କି? ତାପରେ ମା ପୁଅ ଆମେ ବାହାରି ପଡିଲୁ ମାର୍କେଟ ଅଭିମୁଖେ ରଙ୍ଗ କିଣିବା ପାଇଁ। ଫଗୁ ଦୋକାନରେ ପହଞ୍ଚି ଗଲୁ। ସେଠି ଦେଖିଲା ବେଳକୁ ବହୁତ ଭିଡ ହୋଇଥିଲା। ଦୋକାନ ପଛପଟେ କିଏ ଗୋଟେ ନିଆଁ ଲଗେଇ ଦେଇଥିଲା। ସେଠି ଦମକଳ ପୋଲିସ ସମସ୍ତେ ଗଦା ହେଇଥିଲେ। ତାଙ୍କୁ ଦେଖି ଆମେ ଡରି ଆଉ ଗୋଟେ ଦୋକାନକୁ ପଳେଇ ଆସିଥିଲୁ। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ସୁନ୍ଦର ମୁଖା ଆଉ ରଙ୍ଗ ପିଚକାଳି ଏଠି ଲାଗିଛି। ପୁଅ ଗୋଟେ ପିଚକାଳିଟେ କିଣିଲା ଆଉ କେତେ ପ୍ରକାର ରଙ୍ଗ କିଣିକି ଆଣିଲା। ତାପରେ ବାଟରୁ ଆମେ ଗୁପଚୁପ ଧରି ଘରକୁ ଫେରୁଥିଲୁ। ଖରା ଏତେ ଜୋରରେ ହେଉଥିଲା ଯେ ସାଙ୍ଗମାନେ ଦେହ ମୁହଁ ପୁରା ସିଝି ଯାଉଥିଲା। କିନ୍ତୁ ଏମାନଙ୍କୁ ଦେଖନ୍ତୁ ଏତେ ଖରାରେ ବି ଏମାନେ ଖେଳୁଛନ୍ତି। ଏଇମାନେ ହିଁ ଆମର ଆଗାମୀ କ୍ରିକେଟ ମ୍ୟାନ।